ସବୁଦିନ ସେଇ ମସଲା ତରକାରୀ ଖାଇ ଖାଇ ଭଲ ଲାଗୁନଥିଲେ କିମ୍ବା ପାଟିକି କିଛି ରୁଚୁ ନଥିଲେ ଏମିତି ବନାନ୍ତୁ ଆମ୍ବ ବାଟି ବସା। ଖାଇବା ପାଇଁ ଏତେ ସ୍ୱାଦିଷ୍ଟ ଲାଗିବ କି ବିନା ଭୋକରେ ବି ଆପଣମାନେ ଡବଲ ଖାଇବେ। ତେଣୁକରି ଭିଡ଼ିଓଟିକି ଫୁଲ୍ ଦେଖନ୍ତୁ। ଯଦି ଭଲ ଲାଗିବ ତାହେଲେ ଚ୍ୟାନେଲକୁ ଲାଇକ୍ ସେୟାର ଓ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେନି। ନମସ୍କାର, ମାମା କିଚେନ୍ ଓଡ଼ିଆକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର ଏହି ରେସିପି ପାଇଁ ପ୍ରଥମେ ଆମକୁ ଆମ୍ବ ଦରକାର। ଗୋଟିଏ ଆମ୍ବ ପାଇଁ ଆମକୁ ଦୁଇଟି ମିଡ଼ିୟମ୍ ସାଇଜ୍ର ଆଳୁ ଦରକାର। ଏହି ଆଳୁ ଆଉ ଆମ୍ବକୁ ଆମେ ଧୋଇ ନେଇଯିବା। ୟାକୁ ଆମେ ପରେ କାଟିବା। ବାଟି ବସା ପାଇଁ ପ୍ରଥମେ ଆମେ ମସଲା ବନେଇ ନେଇଯିବା। ସେଥିପାଇଁ ଆମକୁ ଦରକାର 2 ଚାମଚ ସୋରିଷ, 2 ଚାମଚ ପୋସ୍ତ। ସୋରିଷ ଆମେ ଯେତିକି ଦେବା ପୋସ୍ତ ଆମେ ସେତିକି ଦେବା। ଖାଲି ପୋସ୍ତ କିମ୍ବା ଖାଲି ସୋରିଷରେ ମଧ୍ୟ ବାଟି ବସା ବନେଇ ପାରିବେ, କିନ୍ତୁ ଦୁଇଟା ଯାକ ମିଶିଲେ ନା ବାଟି ବସାଟି ଖାଇବା ପାଇଁ ଭଲ ଲାଗିବ। ଅଧା ଚାମଚ ଜିରା, 5ରୁ 7 ପାଖୁଡ଼ା ରସୁଣ, ଗୋଟିଏ କଞ୍ଚା ଲଙ୍କା, ଗୋଟିଏ ଶୁଖିଲା ଲଙ୍କା। ବିନା ପାଣିରେ ଆମେ ଶୁଖିଲା ଗ୍ରାଇଣ୍ଡିଙ୍ଗ କରିକି ନେଇ ଆସିବା। ତାପରେ ଆମେ ଦେଇଦେବା ଅଧା ଚାମଚ କାଶ୍ମୀର ଲଙ୍କା ଗୁଣ୍ଡ। ଆମେ ରାଗ ପାଇଁ କଞ୍ଚା ଲଙ୍କା ଶୁଖିଲା ଲଙ୍କାକୁ ଦେଇଛନ୍ତି, ଭଲ କଲର୍ ଆସିବା ପାଇଁ ଆମେ କାଶ୍ମୀର ଲଙ୍କା ଗୁଣ୍ଡ ଦେଲେ। ତାପରେ ଆମେ ଦେଇଦେବା ଅଧା ଚାମଚ ହଳଦୀ ଗୁଣ୍ଡ, 4 ଚାମଚ ପାଣି। ଯେମିତି ଆମର ମସଲାଟି ଭଲ ଭାବରେ ବାଟି ହେଇଯିବ ତ ସେଇ ଅନୁସାରେ ଆପଣମାନେ ପାଣି ଦେବେ। ଏଇ ମସଲାକୁ ଆମେ ଚିକଣ କରିକି ଗ୍ରାଇଣ୍ଡିଙ୍ଗ କରିକି ନେଇ ଆସିବା। ଏମିତି ମସଲାକୁ ଶୁଖିଲା ଟିକେ ଗ୍ରାଇଣ୍ଡିଙ୍ଗ କରିଦେଲେ ନା ମସଲା ଆମର ଚିକଣ ହେଇକି ବାଟି ହେଇଯିବ। ଯେହେତୁ ଆମେ ପୋସ୍ତକୁ ଭିଜେଇ ନଥିଲେ, ଏମିତି ବାଟି ନେଇଗଲେ କ'ଣ ହେବ ନା ପୋସ୍ତ ଆମର ଚିକଣ ହେଇକି ବାଟି ହେଇଯିବ। ତାପରେ ଆମେ ଏଇ ଆଳୁରୁ ଚୋପାକୁ ଛଡ଼େଇ ନେଇଯିବା। ସେମ୍ ପ୍ରୋସେସରେ ମଧ୍ୟ ଆମେ ଆମ୍ବରୁ ଚୋପାକୁ ଛଡ଼େଇ ନେଇଯିବା। ଏଇ ଆମ୍ବକୁ ଆମେ କାଟିବା ଯେମିତି ଆପଣମାନଙ୍କୁ ସୁବିଧା ହେବ ଆମ୍ବକୁ କାଟିବା ପାଇଁ, ତ ସେମ୍ ପ୍ରୋସେସରେ ଆପଣମାନେ ଆମ୍ବକୁ କାଟିବେ। ଏଇ ଆମ୍ବରୁ ଆମେ କୋଇଲିକି ବାହାର କରି ନେଇଯିବା। ତାପରେ ଆମେ ଆମ୍ବକୁ ଛୋଟିଆ ଛୋଟିଆ ପିସ୍ କରିକି କାଟି ନେଇଯିବା। ଆମ୍ବଟି ଆମର ଜଲ୍ଦି ସିଝିଯିବ। ତ ଏଇଭଳି ଭାବରେ ଆମେ ସବୁ ଆମ୍ବକୁ କାଟି ନେଇଯିବା। ତ ସେମ୍ ପ୍ରୋସେସରେ ଆମେ ଆଳୁକୁ ମଧ୍ୟ କାଟି ନେଇଯିବା। ଯେହେତୁ ଆମେ ଆମ୍ବକୁ ଛୋଟିଆ ଛୋଟିଆ କରି କାଟିଛନ୍ତି ନା, ସେମ୍ ପ୍ରୋସେସରେ ମଧ୍ୟ ଆମେ ଆଳୁକୁ ଛୋଟିଆ ଛୋଟିଆ କରିକି କାଟି ନେଇଯିବା। ଆମ୍ବ ଆଉ ଆଳୁ ସମାନ ଭାବରେ କାଟିଲେ ନା ଏକା ସହିତ ଆମର ଆଳୁ ସହିତ ଆମ୍ବ ମଧ୍ୟ ସିଝିଯିବ। ଏଇ କଡ଼େଇରେ ଆମେ ଆମ୍ବ ଓ ଆଳୁକୁ ଦେଇଦେବା। ଗୋଟିଏ ପିଆଜକୁ ଆମେ କାଟିକି ଦେଇଦେବା। ଗୋଟିଏ ଟମାଟୋକୁ କାଟିକି ଆମେ ଦେଇଦେବା। ଏଇ ଆମ୍ବଟି ଆମର ଅଧିକ ଖଟା ନୁହେଁ, ତ ସେଥିପାଇଁ ଆମେ ଟମାଟୋ ଦେଲେ। ଯଦି ଆପଣମାନଙ୍କର ଆମ୍ବଟି ଅଧିକ ଖଟା ଥିବ ତ ଟମାଟୋ ଆପଣମାନେ ବିଲକୁଲ ବି ଦେବେନି। 8ରୁ 10 ପାଖୁଡ଼ା ରସୁଣ ଆମେ ଦେଇଦେବା। ତାପରେ ଆମେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ, 2 ଚାମଚ ତେଲ, ବାଟି ରଖିଥିବା ମସଲାକୁ ଏବେ ଆମେ ଦେଇଦେବା। ଏଇ ମିକ୍ସର ଜାରରେ ଅଳ୍ପ କିଛି ପାଣି ଦେଇକି ଆମେ ଏଇ ମସଲା ମସଲି ସହିତ ଦେଇଦେବା। ତାପରେ ଆମେ ୟାକୁ ହାତରେ ଭଲ ଭାବରେ ଟିକେ ଗୋଳେଇ ନେଇଯିବା। ଏଇ ବାଟି ବସାରେ ଆମେ ଅଧିକ ପାଣି ବିଲକୁଲ ବି ଦେବାନି। ଯେତିକି ଆମେ ମସଲା ମସଲି ସହିତ ପାଣି ଦେଲେ ସେତିକି ପାଣିରେ ଆମର ଏଇ ବାଟି ବସାଟି ବନିଯିବ। ତେଣୁକରି ଅଧିକ ପାଣି ବିଲକୁଲ ବି ଦେବେନି, ବାଟି ବସାଟି ଖାଇବା ପାଇଁ ଭଲ ଲାଗିବନି। ତାପରେ ଆମେ କ'ଣ କରିବା, ଗ୍ୟାସ୍ ଅନ୍ କରି 5ରୁ 7 ମିନିଟ୍ ଆମେ ଛାଡ଼ିଦେବା। ଗ୍ୟାସ୍ର ଫ୍ଲେମ୍କୁ ଆମେ ମିଡ଼ିୟମ୍ ରଖିବା। ବାରମ୍ବାର ଆମେ ଘୋଡ଼ଣିକି ବାହାର କରିବାନି। ତେଣୁକରି 5ରୁ 7 ମିନିଟ୍ ପରେ ଆମେ ଘୋଡ଼ଣିକି ବାହାର କରି ନେଇଯିବା। ଆମେ ବିଲକୁଲ ବି ପାଣି ଦେଇନଥିଲେ। ସବୁ ମସଲା ମସଲି ସିଝିଗଲା ପରେ ଆମର ଏତିକି ପାଣି ବାହାରିଲା ବାଟି ବସାରୁ। ଏମିତି ବି ଆପଣମାନେ ଖାଇପାରିବେ। ଖାଇବା ପାଇଁ ମଧ୍ୟ ଭଲ ଲାଗିବ। ଯଦି ଆପଣମାନଙ୍କୁ ବାଟି ବସାରେ ଝୋଳ ରହିଲେ ଭଲ ଲାଗେନି, ତାହେଲେ କ'ଣ କରିବେ ନା ଗ୍ୟାସ୍ର ଫ୍ଲେମ୍କୁ ହାଇ ମିଡ଼ିୟମ୍ ରଖିକି ଆଉ 2 ମିନିଟ୍ ଫୁଟେଇ ନେଇଯିବେ। ଅଧିକ ଝୋଳ ଆମର ବାଟି ବସାରେ ବିଲକୁଲ ବି ରହିବନି। ତାପରେ ଆମେ ଦେଇଦେବା ଅଳ୍ପ କିଛି କଟା ଧଣିଆ ପତ୍ର, 2ଟି ଭଜା ବଡ଼ିକି ଆମେ ହାତରେ ଭାଙ୍ଗିକି ଦେଇଦେବା। ବଡ଼ି ଦେଲେ ନା ବାଟି ବସାଟିର ବାସ୍ନାଟି ବହୁତ ବଢ଼ିଆ ଆସିବ। ତାପରେ ଆମେ କ'ଣ କରିବା, ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରି ନେଇଯିବା। ୟାକୁ ଆମେ କିଛି ସମୟ ଘୋଡ଼େଇ ନେଇଯିବା।
ଧଣିଆ ପତ୍ର ଭଜା ବଢ଼ିର ଯେଉଁ ବାସ୍ନାଟା ନା ଏଇ ଆମ୍ବ ବାଟି ବସା ସହିତ ଆମର ମିଶିଯିବ। ତାପରେ ଆମେ ଘୋଡ଼ଣିକି ବାହାର କରି ନେଇଯିବା। କେତେ ସୁନ୍ଦର ଦେଖାଯାଉଛି ଆମର ଏଇ ଆମ୍ବ ବାଟି ବସାଟି। ଏମିତି ବି ଆପଣମାନେ ଆମ୍ବକୁ ନେଇ ଆମ୍ବ ଛେଚା, ଆମ୍ବ ସରବତ, ଆମ୍ବ ଖଟା କିମ୍ବା ଆମ୍ବୁଲ ବନେଇଥିବେ, କିନ୍ତୁ ସେଇ ଆମ୍ବକୁ ନେଇ ଏମିତି ଗୋଟିଏ ଥର ବାଟି ବସା ବନାନ୍ତୁ ନା, ଖାଇବା ପାଇଁ ଏତେ ସୁଆଦିଆ ଲାଗିବ କି ବିନା ଭୋକରେ ମଧ୍ୟ 2 ଥାଳି ଭାତ ଖାଇ ନେଇଯିବେ। ମୁଁ କହିଲେ କିଛି ନାହିଁ, ତ ଆପଣମାନେ ଗୋଟିଏ ଥର ଏଇଭଳି ଭାବରେ ବନେଇକି ଦେଖିବେ କି ସତରେ ଖାଇବା ପାଇଁ ଆମ୍ବ ବାଟି ବସାଟି ଏତେ ସୁଆଦିଆ ଲାଗେ ବୋଲି। ଏବେ ଆମର ରେଡ଼ି ହେଇଯାଇଛି ଅତି ସୁଆଦିଆ ଚଟପଟା କଞ୍ଚା ଆମ୍ବ ବାଟି ବସା। ତେବେ ଆପଣମାନଙ୍କୁ ଆଜିର ରେସିପିଟି କେମିତି ଲାଗିଲା ମୋ ସହିତ ସେୟାର କରିବା ପାଇଁ ଜମା ବି ଭୁଲିବେନି। ତାହେଲେ ରହିବି ନମସ୍କାର। ଜୟ ଜଗନ୍ନାଥ। ପୁଣି ଆମେ ଦେଖା ହେବା ନୂଆ ରେସିପି ସହିତ ନୂଆ ଗୋଟେ ସୁନ୍ଦର ଭିଡ଼ିଓରେ।